ଆମେ ଆଜି ଜାଣିବା ମାନସିକ ରୋଗର ଲକ୍ଷଣ କ'ଣ। ଆମେ କେମିତି ଜାଣିବା ସେ ବ୍ୟକ୍ତି ମାନସିକ ରୋଗରେ ପ୍ରପୀଡ଼ିତ। ତାହେଲେ ତା'ର ଲକ୍ଷଣ ଗୁଡ଼ିକ ହେଉଛି, ଯଦି ଲୋକଟି ବହୁତ ଦିନ ଧରି ଅନିଦ୍ରା ରହୁଛି, ବହୁତ ଦିନ ଧରି ରାତିରେ ନିଦ ନ ହେବା, ଯଦି ସେ ରାତିରେ ତାକୁ ନିଦ ହେଉନି ସେ ଲୋକଟିକୁ, ତାହେଲେ ମାନସିକ ରୋଗର ଲକ୍ଷଣ ହୋଇପାରେ। ମନରେ ଅତ୍ୟଧିକ ଭୟ ଲାଗି ରହିବା, ସେ ସଦାବେଳେ ଡରୁଥିବ। ସେ ଯଦି ସଦାବେଳେ ଡରୁଛି, ତା ମନରେ ଭୟ ସବୁବେଳେ ରହୁଛି, ତାହେଲେ ଇଏ ଗୋଟେ କାରଣ। ଅନ୍ୟକୁ ସନ୍ଦେହ କରି ହଠାତ୍ ରାଗିଯିବା, ଅନ୍ୟ ଉପରେ ସନ୍ଦେହ କରନ୍ତି ଆଉ ହଠାତ୍ ରାଗି ଚିଡ଼ଚିଡ଼ା ହୋଇଯାଆନ୍ତି ଏବଂ ସନ୍ଦେହ କରି ରାଗିଯାଆନ୍ତି, ଇଏ ଗୋଟେ କାରଣ। ଅତ୍ୟଧିକ ଦୁଃଖ କରିବା, ସେ ସବୁବେଳେ ଦୁଃଖରେ ରହୁଥିବ ଆଉ ମୌନ ରହିବ ଏବଂ କାହାକୁ କିଛି କହିବନି ଏବଂ ସେ ମୌନ ରହୁଥିବ, ଇଏ ଗୋଟେ ମାନସିକ ରୋଗର ଲକ୍ଷଣ ହୋଇଥାଏ। ଆଉ ଗୋଟେ ହେଉଛି ପ୍ରାୟ ଅନ୍ୟମନସ୍କ ରହିବା, ସେ ସବୁବେଳେ ଅନ୍ୟମନସ୍କ ରହୁଥିବ, ତାହେଲେ ବି ଇଏ ଗୋଟେ ମାନସିକ ରୋଗର ଲକ୍ଷଣ। ବାରମ୍ବାର ଗୋଟିଏ କାମକୁ କରିବା, ଗୋଟିଏ କାମକୁ ସେ କରୁଥିବ, ପୁଣି ଆଉଥରେ ସେ କାମଟି କରୁଥିବ, ପୁଣି ଆଉଥରେ କାମ କରୁଥିବ, ତାହେଲେ ଏଇଟା ମାନସିକ ରୋଗ ତାକୁ ହେଇଛି ବୋଲି ଆମେ ଜାଣିବା। ତାହେଲେ ଇଏ ହେଉଛି ମାନସିକ ରୋଗର ଲକ୍ଷଣ। ଏମିତି ଯଦି ଆପଣଙ୍କର ପାରିପାର୍ଶ୍ୱିକ ପରିସ୍ଥିତିରେ କାହାକୁ ହେଇଛି, ତାହେଲେ ସେ ମାନସିକ ରୋଗୀ ବୋଲି ଆପଣମାନେ ତାକୁ ଚିହ୍ନଟ କରିପାରିବେ ଏବଂ ତା'ର ପ୍ରତିକାର କରିପାରିବେ।